99.9 ମିଶିବାର ଆଉ କୌଣସି ପ୍ରକାର ଚାନ୍ସେସ୍ ନାହିଁ। ମୋର ଏକ୍ସପିରିଏନ୍ସ କହୁଛି ଏମାନେ ଆଉ ମିଶିବେ ନାହିଁ। କାହିଁକି ନା ଯଦି ଏଇଟା ସୋସିଆଲ ମିଡ଼ିଆରେ ଆଲୋଚନା ପର୍ଯ୍ୟାଲୋଚନା ହେଇନଥାନ୍ତା, କଥାଟା ଯଦି ଲୋକଲୋଚନକୁ ଆସିନଥାନ୍ତା, ତାଙ୍କର ମିଶିବାର 99.9 ସ୍କୋପ୍ ଥିଲା। ଦେଖନ୍ତୁ ଏଇଟା ହେଉଛି ମାନେ ବାସ୍ତବରେ ଯଦି ଘଟଣାଟାକୁ ଚିନ୍ତା କରିବେ, ଏଇଟା ଭାରି ଗୋଟେ ଲଜ୍ଜାଜନକ ଘଟଣା। ଗୋଟେ ଲଜ୍ଜାଜନକ ଘଟଣା ଏଇଥିପାଇଁ ମୁଁ କହୁଛି ଯେ ଆପଣ କହିବେ ଯେ ମୁଁ ଏଇ ଯୋଉ ପରକ୍ରିୟା ପ୍ରୀତି କଥାଟା ଆସୁଛି ବୋଲି ଲଜ୍ଜାଜନକ, ନା, ଏମାନେ କୋଉ ଭଳି ଭାବରେ ଗୋଟେ ମାନେ ପରିବେଶକୁ ଦୂଷିତ କରୁଛନ୍ତି ଏବଂ ସବୁଠୁ ବଡ଼ ଜିନିଷ ହେଉଛି ସୋସାଇଟି ଉପରେ ଗୋଟେ ବ୍ୟାଡ୍ ଇମ୍ପାକ୍ଟ ପଡୁଛି। କାହିଁକି ନା ଦି ଜଣ ଯାକ ହେଉଛନ୍ତି ଜଣେ ପ୍ରତିଷ୍ଠିତ ଲୋକ, ସୋସିଆଲ ମିଡ଼ିଆ ମାଧ୍ୟମରେ ଆସିକିରି ତାଙ୍କର ପରିବାରର କଥା ଗୁଡ଼ାକ ଲୋକଲୋଚନକୁ ଆଣିବା, ଏଇଟା ମୋତେ ମାନେ କୋଉଠି ନା କୋଉଠି ମୁଁ ତାକୁ ଗ୍ରହଣ କରିପାରୁନାହିଁ। ଯଦି ଆପଣ କହିବେ କାହିଁକି ନା ପରକ୍ରିୟା ପ୍ରୀତି ଆବାହମାନ କାଳରୁ ଥିଲା, ଆଜି ଅଛି, ଆଗକୁ ମଧ୍ୟ ରହିବ, ତାକୁ କେହି ବନ୍ଦ କରିପାରିବେ ନାହିଁ ଯଦି ଆପଣ କହିବେ। ଏବଂ ଯୋଉଟାକୁ ସେମାନେ ଯୋଉଟା ମୁଖ୍ୟ ଜିନିଷଟା କହୁଛନ୍ତି ଏବଂ ସମାଜରେ ଆ ଦ୍ୱାରା ଗୋଟେ ଗୋଟେ ମାନେ ଗୋଟେ ଭୁଲ ବାର୍ତ୍ତା ମଧ୍ୟ ଯାଉଛି। କାହିଁକି ନା ଦେଖନ୍ତୁ ଇଏ ଦି ଜଣ ଯାକ ହଉଛନ୍ତି ପ୍ରତିଷ୍ଠିତ ବ୍ୟକ୍ତିତ୍ୱ। ଯଦି ମନେକର ସେମାନେ ନିଜେ ଡିସିସନ ନେଇଥିଲେ ମ୍ୟାରେଜ କରିବା ପାଇଁ, ହଁ ନା ନାହିଁ, ସେମାନେ ମ୍ୟାରେଜ କରିଥିଲେ। 8 ବର୍ଷ ପୂର୍ବରୁ ସେମାନଙ୍କ ଭିତରେ ଗୋଟେ ଗୁଡ ରିଲେସନ ଥିଲା, ଲିଭିଂରେ ରହୁଥିଲେ ଏବଂ ପର ମୁହୂର୍ତ୍ତରେ ମ୍ୟାରେଜ ମଧ୍ୟ କଲେ, ବହୁତ ଧୁମଧାମରେ ମ୍ୟାରେଜ କଲେ। ଅବଶ୍ୟ ମୋତେ ସେମାନେ ଡାକି ନାହାନ୍ତି, ସେ ବହୁତ ସେଲିବ୍ରିଟି ମାନଙ୍କୁ ଡାକୁଥିଲେ, ମୋତେ ଡାକି ନାହାନ୍ତି ଯଦି କହିବେ। କିନ୍ତୁ ସେମାନେ ବହୁତ ସେଲିବ୍ରିଟି ମାନଙ୍କୁ ଡାକିକିରି ନାଲିଆ ନାଲିଆ ଡ୍ରେସ ପତ୍ର ପିନ୍ଧିକିରି ପୁରା ସବୁ ବିଭିନ୍ନ ପ୍ରକାର ନାଟକବାଜି କରିକି ବାହାଘର କରିଛନ୍ତି, କିଛି ପ୍ରୋବ୍ଲେମ ନାହିଁ, ବାହାଘର କରନ୍ତୁ। କିନ୍ତୁ ପର ମୁହୂର୍ତ୍ତରେ ହଠାତ୍ ବାହାଘର ଅଳ୍ପ ଦିନ ପରେ ଯଦି ଆପଣ କହିବେ ଏମିତି ସୋସିଆଲ ମିଡ଼ିଆ ମାଧ୍ୟମରେ ଆସି କହିବା, ଟା କାହିଁକି ନା କୋଉଠି ମୁଁ ମାନେ ମୋତେ ଭଲ ଲାଗୁନି। ଆପଣମାନଙ୍କୁ କ'ଣ ଲାଗୁଥିବ ମୋତେ ଭଲ ଲାଗୁନି। ଯଦି ଆପଣମାନଙ୍କ ମାନଙ୍କ ଭିତରେ ଗୋଟେ ମ୍ୟାରେଜ ହେଇଥିଲା, ଗୋଟେ ଛାତ ତଳେ ଆପଣମାନେ ରହୁଥିଲେ, ପରକ୍ରିୟା ପ୍ରୀତି ହଉ, ମିସଅଣ୍ଡରଷ୍ଟାଣ୍ଡିଂ ହଉ, କି କାହାର ପଇସା ନେଇଗଲା ହଉ, କୋଉଥିପାଇଁ ବି ହଉ, ଯଦି ଆପଣଙ୍କ ଭିତରେ ମନେକର ମନାନ୍ତର ମତାନ୍ତର ହେଲା, ଆଚ୍ଛା କୋର୍ଟ କଚେରୀ ଅଛି କ'ଣ ପାଇଁ? ଏ ସୋସିଆଲ ମିଡ଼ିଆ ପାଇଁ? ଆପଣ କୋର୍ଟ କଚେରୀକି ଯାଇଥାନ୍ତେ, କୋର୍ଟ କଚେରୀରେ ଡାଇଭର୍ସ ଫାଇଲ କରିଥାନ୍ତେ, ଚୁପଚାପ ଆପଣଙ୍କର ମନେକର ଆପଣ ସିମ୍ପଲ କଥା ଦେଖନ୍ତୁ, ଛୋଟି ସି ଜିନ୍ଦଗୀ, ଜୀବନଟା ବହୁତ ଛୋଟ। ତେଣୁ ଗୋଟେ ଜିନିଷ ହେଉଛି ଯଦି ଦି ଜଣଙ୍କ ଭିତରେ ସ୍ୱାମୀ ସ୍ତ୍ରୀ ଭିତରେ ମନେକର ନ ପଡ଼ିଲା, ପ୍ରଥମେ ନିଜ ନିଜ ଭିତରେ ସେଟାକୁ ସମାଧାନ କରିବା ପାଇଁ ଚେଷ୍ଟା କରାଯାଉ। ଯଦି ସେମାନଙ୍କ ଭିତରେ କୌଣସି ପ୍ରକାର ଭାବରେ ଆଉ ସେମାନଙ୍କ ଭିତରେ ପଡ଼ିବନି ବୋଲି ଫାଇନାଲାଇଜ ଯେତେବେଳେ ଦି ଜଣ ଯାକ ଜାଣିଗଲେ, ସିମ୍ପଲ ଆଜ୍ଞା ଯାଇକି ମ୍ୟୁଚୁଆଲ ଡାଇଭର୍ସ କରିଦେବା ଉଚିତ। ଏଇଟା ହେଉଛି ମୋର ପର୍ସନାଲ ମତାମତ। ଯଦି ଆପଣ କହିବେ ଯଦି ଗୋଟେ ଲାଇଫଟାକୁ ଏଇ ଯୋଉ କୋର୍ଟ କଚେରୀ ଭିତରେ ଦୌଡ଼ି ଧାପଡ଼ି ପାଟି ତୁଣ୍ଡ ହୋ ହେଲା, ତମକୁ ଯେମିତି କିଛି ଲୋକ ଚିହ୍ନିଛନ୍ତି ତାଙ୍କୁ ବି କିଛି ଲୋକ ଚିହ୍ନିଛନ୍ତି, ହଁ କି ନାହିଁ? ଆପଣ ଯୋଉ ହଲିଉଡ ବଲିଉଡରେ ଡାଇଭର୍ସ ହେଉଛି, କି ଆପଣମାନେ ଜାଣୁଛନ୍ତି? ସେ ତାଙ୍କର ସେ କ'ଣ କରୁଛନ୍ତି, ସିମ୍ପଲ ଡାଇଭର୍ସ, ମାନେ ମ୍ୟୁଚୁଆଲ ଡାଇଭର୍ସଟି ନେଇଯାଉଛନ୍ତି, ଯିଏ ଯାହା ଲାଇଫରେ ରହିବେ। ତେଣୁ ଏବେ ଏଇ ଯୋଉ ସୋସିଆଲ ମିଡ଼ିଆ ମାଧ୍ୟମରେ ସେ ପରକ୍ରିୟା ପ୍ରୀତି କଲା, ସେ ମୋର ପଇସା ନେଇଗଲା, ସେ ଅମୁକ ହେଲା, ଏଗୁଡ଼ାକ ଯୋଉ ଆଲୋଚନା ପର୍ଯ୍ୟାଲୋଚନା ହେଉଛି, ଏଇଟା ବାସ୍ତବିକ ଠିକ ହଉନି। ଏଇଟା ବଡ଼ ଦୁଃଖର କଥା। ନିଜେ ରହିଲା ବେଳକୁ ପ୍ରଚାର କରୁନଥିଲେ, ବାହାଘର ହେଲା ପୂର୍ବରୁ ପ୍ରଚାର କରୁନଥିଲେ, ୟା ବେଳକୁ କାହିଁ ପ୍ରଚାର କରୁଥିଲେ? କହିଲି ପରା, ଗୋଟେ ଆପଣ ଯୋଉଟା କହୁଛନ୍ତି ସ୍ୱାମୀ ସ୍ତ୍ରୀ ମନେକର କହୁଛନ୍ତି ସ୍ୱାମୀ ସ୍ତ୍ରୀ, ଆମେ ଗୋଟେ ସ୍ତ୍ରୀ କାହାକୁ କହିବା ପ୍ରଥମେ ଆପଣମାନେ ଚିନ୍ତା କରିବା ଦରକାର। ଜନସାଧାରଣ ମଧ୍ୟ ଚିନ୍ତା କରିବା ଗୋଟେ ସ୍ତ୍ରୀ ଆମେ କାହାକୁ କହିବା। ଗୋଟେ ଯୋଉ ଆପଣଙ୍କର ଯୋଉଠି ଗୋଟେ କ'ଣ ଯୋଉଟା ଯୋଉ ଏରିଥମେଟିକ୍ସ ଯୋଉଟା ଆମେ କହୁଛେ, ସେଥିରେ କ'ଣ ହେଲା 1+1=2। କିନ୍ତୁ ବିବାହ ଗୋଟେ ଏଭଳି ମାନେ ଗଣିତ, ଯୋଉଟା ଯୋଉ ଯୋଉ ଏରିଥମେଟିକ୍, ଯୋଉ କଷ୍ଟ ଗଣିତ, ସେ କଷ୍ଟ ଗଣିତରେ 1+1=1 ବୋଲି କୁହାଯାଏ। କାହିଁକି ନା ଗୋଟେ ସ୍ତ୍ରୀ ସବୁବେଳେ ସ୍ୱାମୀ, ସ୍ତ୍ରୀ ଏବଂ ସ୍ୱାମୀ ସ୍ତ୍ରୀ ଜଣକ ଗୋଟେ ଅଙ୍ଗ, ମାନେ ମାନେ ଯୋଉ ଯଦିଓ ଦିଟା ମଣିଷ, କିନ୍ତୁ ଦି ଜଣ ଯାକ ଗୋଟେ ଅଙ୍ଗ, ଏକ ଅଙ୍ଗେ ବୋଲି ଆପଣଙ୍କୁ କୁହାଯାଏ। ଯୋଉଥିପାଇଁ ଭଗବାନ ଶ୍ରୀକୃଷ୍ଣଙ୍କର ଆପଣ ଦେଖିବେ ଗୋଟେ ରୂପ, ରାଧା ଏବଂ କୃଷ୍ଣ, ସେ ଦି ଜଣ ଯାକ ଗୋଟେ, ଫାଳେ ହେଉଛି ରାଧା, ଫାଳେ ହେଉଛି କୃଷ୍ଣ, ଅର୍ଥାତ୍ ଏକ ଅଙ୍ଗ, ଗୋଟେ ହେଉଛି ପୁରୁଷ, ଗୋଟେ ହେଉଛି ସ୍ତ୍ରୀ, ସେ ହେଉଛନ୍ତି ସ୍ୱାମୀ ସ୍ତ୍ରୀ। କିନ୍ତୁ ଯେତେବେଳେ ଗୋଟେ ସ୍ତ୍ରୀ ଲୋକଟିଏ ଗୋଟେ ସ୍ୱାମୀର ଉତ୍ଥାନରେ ମାନେ ଅସହିଷ୍ଣୁ ହେଇପଡ଼େ, ଉତ୍ଥାନରେ ଯେତେବେଳେ ଗୋଟେ ସ୍ତ୍ରୀ ଲୋକଟିଏ ସ୍ୱାମୀର ଦୁର୍ବଳତା ଜିନିଷକୁ ଲୋକଲୋଚନକୁ ପ୍ରକାଶ କରେ, ଗୋଟେ ଯେତେବେଳେ ଗୋଟେ ସ୍ତ୍ରୀ ଲୋକଟିଏ ଗୋଟେ ସ୍ୱାମୀର ବିଜନେସଟାକୁ କିଭଳି ଭାବରେ ବର୍ବାଦ କରିବ, ଡାଉନ୍ କରିବ, ସେଥିପ୍ରତି ଅହରହ ଚେଷ୍ଟା କରେ। ଯେତେବେଳେ ଗୋଟେ ସ୍ତ୍ରୀ ଲୋକଟିଏ ଗୋଟିଏ ତାର ହଜବ୍ୟାଣ୍ଡ, ଯୋଉଟା କହୁଛେ ଆମେ ସ୍ୱାମୀ ବୋଲି ଯାହାକୁ କହୁଛେ, ତାକୁ କେମିତି ବର୍ବାଦ କରାଯିବ, ସମାଜରେ କେମିତି ବଦନାମ କରାଯିବ, ତାର ବିଜନେସ କେମିତି ବନ୍ଦ କରିଦିଆଯିବ ଏବଂ ସେ କିଭଳି ଭାବରେ ରାସ୍ତାରେ ଆସି ଠିଆ ହେଇ ବଦନାମ ହେଇଯାଉ, ତାକୁ ଲୋକ ତା ମୁହଁରେ ଛିପ ପକାନ୍ତୁ, ତାକୁ କେମିତି ହଇରାଣ ହରକତ କରନ୍ତୁ,
ଯଦି ଚିନ୍ତା ଜଣେ କରିବ ଆପଣ କେମିତି କହୁଛନ୍ତି ସ୍ତ୍ରୀ ସ୍ୱାମୀ ବୋଲି ଆଉ ସେଇ ଜାଗାରେ ଜଣେ ଲୋକ କୌଣସି ପ୍ରକାର କମ୍ପ୍ରମାଇଜ୍ ହେଇକି ଆଉ ରହିପାରିବ ବୋଲି ଆପଣମାନେ ଭାବୁଛନ୍ତି ଗୋଟେ ବାସନ ଥୁଆ ଭିତରେ ଯେତେବେଳେ ଗୋଟେ ବାସନ ଥୁଆରେ ଗୋଟେ ଟ୍ରେଟେ ବାହାର କରୁଛେ ଆପଣ ସେ ଖଡ଼ଖାଡ଼ ହଉନି ଆପଣମାନେ ମନେକର ଗୋଟେ ମାନେ ସ୍ୱାମୀ ସ୍ତ୍ରୀ କଥା ଛାଡ଼ି ଦିଅନ୍ତୁ ବାପ ଝିଅ ଭିତରେ ପାଟିତୁଣ୍ଡ ଘରେ ଲାଗୁନାହାନ୍ତି ବାପ ପୁଅ ପାଟିତୁଣ୍ଡ ଲାଗୁନାହାନ୍ତି ସେମାନେ କ'ଣ ଘର ଛାଡ଼ି ପଳାଇଛନ୍ତି ଯାଇ ସୋସିଆଲ ମିଡ଼ିଆରେ କହି ବୁଲୁଛନ୍ତି ଯେ ମୋ ବାପ ମୋତେ ପିଟିଲା ମୋ ବାପର ଅମୁକ ଖରାପ ଗୁଣ ମୋ ବାପ ଅମୁକ ଜାଗାରେ କଖାରୁ ଚୋରି କରୁଥିଲା ସେ କହୁଛନ୍ତି ତେଣୁ ଏଠି ଆପଣ ଯଦି ଗୋଟିଏ ଏଇଟା ଗୋଟେ କଥା ଦ୍ୱିତୀୟ ଜିନିଷ ହେଉଛି ସେ ଯେଉଁଟା କହୁଛନ୍ତି ଜନ୍ମ ପର କ୍ରିୟାପିତି ଥିଲା ସେ ପଇସା ଖାଇଗଲେ ସେ ମିଛ କହୁଛନ୍ତି ଯେଉଁଟା କହୁଛନ୍ତି ଆପଣ ଥରେ ଆପଣ ଥରେ ଆଖି ବୁଜିକି ଭାବନ୍ତୁ ପ୍ରତି ସାଧୁସନ୍ଥ ଯେତେ ବଡ଼ ସାଧୁସନ୍ଥ ହଉ ପଛେ ତା ପଛ ଭିତରେ ପଛପଟେ ଗୋଟେ କଳା ଇତିହାସ ରହିଛି ଆପଣ ଯେଉଁ ଲାଇଟ୍ଟା ଏଠି ଜଳୁଛି ଲାଇଟ୍ ପଛରେ ଗୋଟେ ଛାଇ ରହିଛି ଆପଣ ଯେକୌଣସି ଗୋଟେ ସକ୍ସେସଫୁଲ ମଣିଷ ଆପଣମାନେ ଦେଖିବେ ଯେକୌଣସି ଗୋଟେ ସକ୍ସେସଫୁଲ ବିଜନେସମ୍ୟାନ୍ ଆପଣ ଦେଖିବେ ତା ପଛରେ କିଛି ନା କିଛି ଗୋଟେ କଳା ଇତିହାସ ଅଛି ଗୋଟେ ସୁନା ମାନେ ସୁନାକୁ ଯେତେବେଳେ ଆପଣମାନେ ଯେଉଁ ପିନ୍ଧୁଛନ୍ତି ସୁନା ଚେନ୍ଟେ ପିନ୍ଧୁଛନ୍ତି ସୁନା ହାତରେ ବ୍ରେସଲେଟ୍ଟେ ପିନ୍ଧୁଛନ୍ତି ଯାହା ବି ପିନ୍ଧୁଛନ୍ତି ସୁନାର ଯେଉଁ ଅଳଙ୍କାର ତିଆରି ହେଉଛି ଆପଣ ବିନା ଖାଦ୍ୟରେ କୌଣସି ପ୍ରକାର ଭାବରେ ସୁନା ଅଳଙ୍କାର ପ୍ରସ୍ତୁତ ହେଇପାରିବ ଆପଣ ଥରେ ଭାବିକି ଦେଖନ୍ତୁ ଗୋଟେ ଲୋକମାନେ କହୁଛନ୍ତି ମାନେ ବରାଟା ବିରିରେ ତିଆରି ବୋଲି ସମସ୍ତେ ଜାଣିଛନ୍ତି ଖାଲି ବିରିରେ ବରା ତିଆରି ହେଇପାରିବ ବିନା ସୁଜି ବିନା ଭୃଷଙ୍ଗ ପତ୍ର ଟିକେ କଞ୍ଚା ଲଙ୍କା ଟିକେ ତା ଦେହରେ ଟିକେ ପିଆଜ ଟିକେ ଅଦା ଗୁଣ୍ଡ ଟିକେ ଯେତେ ପ୍ରକାର ଭେରାଇଟିଜ୍ ଅଫ୍ ଜିନିଷ ମିଶିବ ତାପରେ ଗୋଟେ ବରାଟେ ମୁସମୁସ୍ ଲାଗିବ ପାଟିକୁ ଟେଷ୍ଟ ଲାଗିବ ଖାଇବା ପାଇଁ ଖାଲି ବିରିରେ ବରା ତିଆରି ହେଇପାରିବ ତେଣୁ ଯେକୌଣସି ଜାଗାରେ ଗୋଟେ ସକ୍ସେସ୍ ହେବା ପାଇଁ ହେଲେ ସେ ଗୁଲୁଆ ହୁଅନ୍ତୁ କିଏ ମୁଲୁଆ ହୁଅନ୍ତୁ କି ସେ ଆପଣ ହୁଅନ୍ତୁ କି ଯିଏ ବି ହଉ କିଛି ନା କିଛି ତା ପଛପଟେ ଗୋଟେ କଳା ଇତିହାସ ରହିଛି କଳା ରହସ୍ୟ ରହିଛି ଜଣେ ଲୋକ ମନେକର ଜଣେ ଜଣଙ୍କର ଅର୍ଦ୍ଧାଙ୍ଗିନୀ ମାନେ ସେ ତା ବିଷୟରେ କିଛି ତ କିଛି ଜାଣିବ କିଛି ତ ଜାଣିବ ତାକୁ ଆଣିକି ଲୋକଲୋଚନକୁ ପହଞ୍ଚେଇ ଦେବା ତାମାନେ ତାର ବିଜନେସଟାକୁ ସେ ବର୍ବାଦ କରିବାକୁ ଚାହୁଁଛି ତାକୁ କୌଣସି ପ୍ରକାର ଦାଣ୍ଡରେ ପକେଇକି ହାଟରେ ନିଲାମ କରିଦେବାକୁ ତାକୁ ଇଜ୍ଜତ ଚାହୁଁଛି ଏବଂ ସେ ଯେଉଁ ଅବସ୍ଥାରେ ପୂର୍ବରୁ ଥିଲା ସେ ପୂର୍ବ ଅବସ୍ଥାକୁ ଫେରେଇ ଦେବା ପାଇଁ ଚେଷ୍ଟା ଚଲେଇଛି ତେଣୁ ଏଇଟା କ'ଣ ଠିକ୍ ଜିନିଷ ଆପଣ ଯଦି ଏଇ ଯେଉଁ ଜିନିଷକୁ ଯେତେବେଳେ ଲୋକଲୋଚନକୁ ଆସୁଛି ସୋସିଆଲ ମିଡ଼ିଆ ମାଧ୍ୟମରେ କୁହାହେଉଛି କୋଉଠି ନା କୋଉଠି ସେ ନିଜର ପରିବାରକୁ ସଜାଡ଼ୁ ନାହାନ୍ତି ବିଗାଡ଼ି ଦେଉଛନ୍ତି ମାନ୍ୟବର କୋର୍ଟଙ୍କ କଥା ଯଦି କହିବେ ଯେତେବେଳେ ପୂର୍ବରୁ ବହୁତ ପୂର୍ବରୁ ସିଭିଲ କୋର୍ଟ ଗୁଡ଼ାକରେ এই ଯେଉଁ ଫ୍ୟାମିଲି ମ୍ୟାଟର ଗୁଡ଼ାକ ଯେଉଁ ଡାଇଭର୍ସ ପିଟିସନ୍ ଆଉ 125 ପିଟିସନ୍ ଡୋମେଷ୍ଟିକ୍ ଭାଓଲେନ୍ସ ପିଟିସନ୍ ଯେଉଁ ଫ୍ୟାମିଲି ମ୍ୟାଟର ଗୁଡ଼ାକ ଗୋଟେ ସିଭିଲ କୋର୍ଟରେ ବିଚାର ହେଉଥିଲା କିନ୍ତୁ ମାନ୍ୟବର ସୁପ୍ରିମକୋର୍ଟ ଚିନ୍ତା କଲେ ସିଭିଲ କୋର୍ଟରେ ଯେହେତୁ ପବ୍ଲିକରେ ଆଲୋଚନା ପର୍ଯ୍ୟାଲୋଚନା ହେଉଛି ସ୍ୱାମୀ ସ୍ତ୍ରୀଙ୍କର ଭିତର କଥା ଏଇଟା ଠିକ୍ ହେଉନି ଘର ଗୁଡ଼ାକ ଯୋଡ଼ି ହେବା ଜାଗାରେ ଭାଙ୍ଗି ଯାଉଛି ତେଣୁ ମାନ୍ୟବର ସୁପ୍ରିମକୋର୍ଟ କହିଲେ ତା ପାଇଁ ଏକ ସ୍ପେଶାଲ କୋର୍ଟ ପ୍ରତିଷ୍ଠା କରାଯିବ ଯେଉଁଠି ସ୍ୱାମୀ ସ୍ତ୍ରୀଙ୍କର କେସ୍ କେବଳ ବିଚାର କରାଯିବ ଅର୍ଥାତ୍ ସେ ଭିତରେ ଆଉ କେହି ପଶିବେନି ଜଣେ ବିଚାରପତି ରହିବେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଆଲୋଚନା ପର୍ଯ୍ୟାଲୋଚନା ହବ ଏବଂ ଯେଉଁଠିକି ଅନେକ ଘର ମଧ୍ୟ ଯୋଡ଼ି ହେଲା ଯେଉଁଥିପାଇଁ 6 ମନ୍ଥ ହେଉଛି କୁଲିଂ ପିରିୟଡ଼ ରଖାଯାଇଛି ଏବଂ ଯେଉଁଠି ମଧ୍ୟ ଗୋଟେ କାଉନସେଲିଂ ରଖାଯାଇଛି ସରକାର ଗୋଟେ କାଉନସେଲର ଆପଏଣ୍ଟମେଣ୍ଟ କରୁଛନ୍ତି ବହୁତ ପ୍ରକାର ଯୋଜନା ଚାଲୁଛି କିନ୍ତୁ ସେଠି ବହୁତ ଜିନିଷ କ'ଣ କାଉନସେଲିଂରେ ପୁଣି ଘର ଗୁଡ଼ାକ ରିୟୁନିୟନ ହେଇଯାଉଛି ବସିଯାଉଛି ଭାବିଲେ ଯେତେବେଳେ ଗୋଟେ ଚାରିକାନ୍ଥର ଘରର ଚାରିକାନ୍ଥର କଥା ଯେତେବେଳେ ଦାଣ୍ଡରେ ପଡ଼ିକି ହାଟରେ ନିଲାମ ହେଇଯାଉଛି ସେତେବେଳେ ଆଉ କ'ଣ ସେ ପରିବାର ଏକାଠି ହେବ ବୋଲି ଆପଣମାନେ ଭାବିପାରୁଛନ୍ତି ବର୍ତ୍ତମାନ ଥରେ ଭାବିକି ଦେଖନ୍ତୁ ତେଣୁ କେଉଁଠି ନା କେଉଁଠି ଯଦି ଚିନ୍ତା କରିବେ ଆପଣଙ୍କର ଟିଭି ଯେଉଁମାନେ ସବୁ ଦେଖୁଥିବେ ଯେଉଁମାନେ ଆପଣଙ୍କ ଟିଭି ମୁଁ ସେମାନଙ୍କୁ ହାତ ଯୋଡ଼ିକି ନିବେଦନ କରୁଛି ଆଜ୍ଞା ଆପଣମାନଙ୍କ ପରିବାର ଭିତରେ ଯଦି ସେଇଭଳି କୌଣସି ପ୍ରକାର କୌଣସି ଏମିତି ଗୋଟେ ପରିବାର ନାହିଁ ଯେଉଁ ବର୍ତ୍ତମାନ ସିଚୁଏସନ୍ ଯାହା ବର୍ତ୍ତମାନ ଯେଉଁ ଆମେ ଯେଉଁ ଯୁଗ ଅନୁସାରେ ଚାଲୁଛେ ଯେହେତୁ ବର୍ତ୍ତମାନ ସବୁ ଏକାଙ୍ଗ ଚକ୍ରବର୍ତ୍ତୀ ପରିବାର ହେଇଯାଇଛି ଆପଣମାନେ ବିବାହ ଆଗରୁ ଯେତେବେଳେ ବିବାହଟେ ହେଉଛି ଯେଉଁମାନଙ୍କର ଲଭ୍ ମ୍ୟାରେଜ୍ ସେ ତ ଅଲଗା ପ୍ରକାର କଥା ସେ ତ ବହୁତ ଆଡ଼ଭାନ୍ସର ଯୁଗ କିନ୍ତୁ ଯେଉଁମାନଙ୍କର ସବୁ ଆରେଞ୍ଜ ମ୍ୟାରେଜ୍ ହେଉଛି ଆପଣଙ୍କ ଦୁଇ ପରିବାର ଯାଉଛନ୍ତି ଦୁଇ ପରିବାର ବସୁଛନ୍ତି ନିର୍ବନ୍ଧ ଘର ହେଉଛି ଆପଣଙ୍କର ଯେଉଁ ମହାଦ ତାକୁ ନିୟମ ପ୍ରମାଣ କରାଯାଉଛି ମାନେ ସତ୍ୟପାଠ କରାଯାଉଛି ବହୁତ କଥା ଘଟୁଛି ହେଉଛି ନା ନାହିଁ ଦୁଇଟା ପରିବାରରେ ବିବାହ କରାଯାଏ ଦୁଇ ଜଣଙ୍କ ବ୍ୟକ୍ତି ନୁହେଁ କିନ୍ତୁ ଆଜି ଗୋଟେ ସମାଜରେ ଏଭଳି ସିଚୁଏସନ୍ ଆସିକି ପହଞ୍ଚିଛି ଗୋଟେ ଝିଅଟିଏ ଯେତେବେଳେ ବାହା ହେଇକି ଆସୁଛି ଶାଶୁ ଘରକୁ ସିଏ ପ୍ରଥମେ ତାର ଚତୁର୍ଥୀ ଯେଉଁଦିନ ଡେଇଁ ଗଲା ପ୍ରଥମ ତାର ଯେଉଁ ଝିଅର ବାପା ମା ମାନେ ଚିନ୍ତା କରୁଛନ୍ତି କୋଉଭଳି ଭାବରେ କେତେ କମ୍ ସମୟ ଭାବରେ ତାର ଶାଶୁ ଆଉ ଶ୍ୱଶୁର ଏଠୁ କେମିତି ଏକ ବିଦା ହେବେ ମୋ ଝିଅ ଏବଂ ମୋ ଜ୍ୱାଇଁ କେବଳ ଗୋଟିଏ ଘର ନେଇକି ଭୁବନେଶ୍ୱରରେ ଗୋଟେ ଘର ଭଡ଼ା ନେଇକି ରହିବେ ମୋ ଝିଅ ଇଚ୍ଛା ଯାହା ସେ ସେୟା କରିବେ ଏଇ ଘଟଣା ଘଟୁଛି ନା ନାହିଁ ଆପଣମାନେ ଥରେ ଚିନ୍ତା କରନ୍ତୁ ଥରେ ଚିନ୍ତା କରିକି ଦେଖନ୍ତୁ ଯେଉଁ ପୁରୁଷଟି ଗୋଟେ ଝିଅକୁ ବାହା ହେଉଛି ତା ବାପା ମାଙ୍କ କଥା ତାର ମନେ ପଡ଼ୁନଥିବ ତାକୁ କଷ୍ଟ ହେଉନଥିବ ଯେତେବେଳେ ଗୋଟେ ବେଲୁନ ଭିତରେ ସେତେ ମୁଁ ତ ସେଇ କଥାଟା କହୁଛି ଗୋଟେ ହାତରେ ତାଳି କେମିତି ବାଜିବ ଦୁଇ ହାତରେ ତାଳି ବାଜୁଛି ମୁଁ ତ ବାରମ୍ବାର କହୁଛି କିନ୍ତୁ ବର୍ତ୍ତମାନ ଯେଉଁ ସିଚୁଏସନ୍ ଗୁଡ଼ାକ ଦେଖନ୍ତୁ ଗୋଟେ ପୁରୁଷଟେ ଦିନ ସାରା ଖଟି 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 ଘରକୁ ଯାଉଛି
ଘରେ ଗଲେ ଯେତେବେଳେ ସେ ମା ବାପାକୁ ମୁହଁକୁ ଟିକେ ଚାହିଁ ଦେଉଛି, ଦିନ ଯାକର କଷ୍ଟ ସେ ଲାଘବ କରୁଛି। ଯେଉଁ ପରିବାର ଭିତରେ ମା ବାପା ନାହାନ୍ତି, ଯେଉଁ ପରିବାର ଭିତରେ ମା ବାପାଙ୍କୁ ଅଲଗା ରଖା ହେଇଯାଉଛି, ଆଚ୍ଛା ସେ ଯେଉଁ ପୁଅଟି ଖଟି ଖଟି ଯାଉଛି କାହାକୁ ଦେଖିବ? କାହାକୁ ଦେଖିବ? ଥରେ ଭାବିକି ଦେଖନ୍ତୁ। ଗୋଟେ ମାର ପଣତ କାନି ଭିତରେ ପଶିଗଲା ପରେ ଗୋଟେ ମାନେ ଜୀବନର ସବୁ ଦୁଃଖ ଗୋଟେ ପୁରୁଷଟେ ଭୁଲିଯାଏ। ଯେକୌଣସି ଗୋଟେ ମାଟା ତାର ମାନେ ଛୋଟିଟେ ହେଇଥାଉ, କେମ୍ପିଟେ ହେଇଥାଉ, ତା ବାପର ଗୋଡ଼ ଯୋଉଟା ଚାଲୁନଥାଉ, ଘୋଷାରି ହେଇକି ବେଡ୍ରେ ପଡ଼ିଥାଉ, କିନ୍ତୁ ଯେତେବେଳେ ପୁଅଟିଏ ଘରକୁ ନ ଫେରିଛି, 10ଟା ବାଜିଗଲା, ଆଜ୍ଞା ସ୍ତ୍ରୀ ପଚାରିବନି, ସ୍ତ୍ରୀ ସ୍ତ୍ରୀ କେବେ ପଚାରିବନି। ସ୍ତ୍ରୀ ଘରୁ ଗଲା ମାନେ ଆଗ ଚିନ୍ତା କରିବ ମାଲଟା କେତେ ଆଣିଛି ନା ନାହିଁ। କେବଳ ଯଦି ଆପଣ ଚିନ୍ତା କରିବେ, ପେଟ ଚିହ୍ନେ କେବଳ ମା, ନୋଟ ଚିହ୍ନେ ମାଇପ, ଯଦି ଆପଣ କହିବେ। କିନ୍ତୁ ଯଦି ଯେତେବେଳେ ମାଟେ ଘରକୁ ଆସୁଛି, ମୋ ପୁଅ ଆସିଲା ରାତି 10ଟା ହେଲାଣି କୁଆଡ଼େ ଯାଇଥିଲା, ଆଗ ଯୋଡ଼େ ଖାଇବାକୁ ତାକୁ ଦିଅ ବୋଲି କହିବ। ଯେଉଁ ମା ବାପା ମାନଙ୍କୁ ବର୍ତ୍ତମାନ ଘରୁ ତଡ଼ି ଦେଉଛନ୍ତି, ସେଇଟା ହେଉଛି ବର୍ତ୍ତମାନ ପରକ୍ରିୟା ପ୍ରୀତିର ମୁଖ୍ୟ କାରଣ। ଗୋଟେ ଲୋକ ତ ଘରେ ଶାନ୍ତି ପାଇଲାନି, ଗୋଟେ ଲୋକ ଘରେ ସ୍ନେହ ପାଇଲାନି, ଗୋଟେ ଲୋକ ଗୋଟେ ଘରେ ପ୍ରେମ ପାଇଲାନି, ସେ କ'ଣ କରିବ ଆଜ୍ଞା? ଆପଣଙ୍କ ଘରେ ଯେତେବେଳେ ଖରାଦିନେ ଗରମ ହେଉଛି, ଆପଣଙ୍କ ଘରେ ଥଣ୍ଡା ଲାଗୁନି, ଫ୍ୟାନ୍ଟା ନାହିଁ, ଆପଣ ଚାଲି ଯାଉଛନ୍ତି ନା ନାଇଁ ଦୌଡ଼ିକି ଟିକେ ଶାନ୍ତି ପାଇଁ ଗଛ ମୂଳକୁ? ବର୍ତ୍ତମାନ ଗଛ ମୂଳକୁ ସବୁ ଦୌଡ଼ିକି ଯାଇଛନ୍ତି, ସେ ପୁରୁଷ ହଉ କିମ୍ବା ସେ ସ୍ତ୍ରୀ ହଉ, ସେ ଗଛ ମୂଳକୁ ଦୌଡ଼ିକି ପଳାଉଛନ୍ତି ଟିକେ ସୁଲସୁଲିଆ ପବନରେ ମୋତେ ଟିକେ ଶାନ୍ତି ମିଳିବ, ମୁଁ ଅଣନିଶ୍ୱାସୀ ହେଇଗଲିଣି ଘରେ ଝାଳନାଳ ହେଇକି। ତେଣୁ ଆପଣମାନେ ଜଣକୁ ଦୋଷ ଦେବା ଉଚିତ ନୁହେଁ, ଏବଂ ଦୁଇ ଜଣ ଯାକର ଏଠି ଦୋଷ ରହିଛି। ଏବଂ ସବୁଠାରୁ ବଡ଼ କଥା ହେଉଛି ଯେ ଏଗୁଡ଼ାକ ଆକ୍ଚୁଆଲି ସୋସିଆଲ ମିଡ଼ିଆ ମାଧ୍ୟମରେ ଆଲୋଚନା ପର୍ଯ୍ୟାଲୋଚନା କରିବା, ଏଇଟା ଗୋଟେ ବହୁତ ବଡ଼ ମସ୍ତ ବଡ଼ ଭୁଲ। ଆଉ ଯେଉଁମାନେ ମଧ୍ୟ ସୋସିଆଲ ମିଡ଼ିଆକୁ ଆଧାର କରୁଛନ୍ତି, ଏବଂ ସବୁଠାରୁ ବଡ଼ କଥା ହେଲା ଆପଣମାନଙ୍କୁ ସେମାନେ ସବୁ ୟୁଜ୍ କରୁଛନ୍ତି। ଯେଉଁମାନେ ସବୁ ଆପଣମାନେ ୟୁଜ୍ ହେଇଗଲେ, ଆପଣ ଆପଣଙ୍କ କଥା ଚାଲିଲେ, ସେ ତା କଥାରେ ଚଲେଇଲା। ଏଇ ଜାଗାରେ କ'ଣ ହେଉଛି ନା ପରିବାର ଗୁଡ଼ିକ ଯୋଡ଼ିବା ଜାଗାରେ ଉଜୁଡ଼ି ଯାଉଛି। ବିଭିନ୍ନ ସମୟରେ ସୋସିଆଲ ମିଡ଼ିଆକୁ ବିଭିନ୍ନ ପ୍ରକାର ଦୋଷାରୋପ କରାଯାଉଛି। ଏବେ ଦେଖିବାକୁ ମିଳୁଛି ଭିଡ଼ିଓ ଆଉ ବର୍ତ୍ତମାନ ପ୍ରେସ୍ ହେଲା ପରେ ବିଭିନ୍ନ ମେନଷ୍ଟ୍ରିମ୍ ମିଡ଼ିଆ ମଧ୍ୟ ସେମାନଙ୍କୁ ନିଜ ଷ୍ଟୁଡ଼ିଓରେ ବସେଇକି ତାଙ୍କର ରାଇଟ୍ ଟେଲିକାଷ୍ଟ କରୁଛନ୍ତି। ସେଇ ଏଇ ତଳରେ କ'ଣ କହିବେ ଆପଣ, କେମିତି ସେ ଦେଖାଯାଉଛି? ଶୁଣନ୍ତୁ, ଆପଣ ଯେତେବେଳେ ଗୋଟେ ମନ୍ଦିରଟେ ତିଆରି ହୁଏ, ମନ୍ଦିର ପାଖରେ ଦେଖିଛନ୍ତି, ମନ୍ଦିର ପାଖରେ ଗୋଟେ ଗୋଟେ ଲଙ୍ଗଳା ମୂର୍ତ୍ତି ତିଆରି କରାଯାଉଛି, ବହୁତ ପୁରୁଣା ମନ୍ଦିର ଗୁଡ଼ାକ। ସେଟା କାହିଁକି ବୋଲି ମୁଁ ତ ତାର ଭଲ କି ତଥ୍ୟ ଜାଣିନି, କିନ୍ତୁ ମୁଁ ଥରେ ଜଣେ ମନ୍ଦିର କାରିଗରଙ୍କୁ ପଚାରିଲି, ଜଣେ ମନ୍ଦିର କାରିଗରଙ୍କୁ ପଚାରିଲି, କହିଲେ ଆଜ୍ଞା ଏଇ ଯେଉଁ ଲଙ୍ଗଳା ମୂର୍ତ୍ତିଟି ତିଆରି ହେଇଛି, ଆର ଆକ୍ଚୁଆଲି ଉଦ୍ଦେଶ୍ୟ କ'ଣ? କ'ଣ ପାଇଁ ଗୋଟେ ଲଙ୍ଗଳା ମୂର୍ତ୍ତି ଗୋଟେ ମନ୍ଦିର ପାଖରେ, ମନ୍ଦିର ଦିହରେ ଲଗାଯାଏ? ଏତେ ସୁନ୍ଦର ମନ୍ଦିରଟେ, ଏଟା କାହିଁକି ଲଗାଯାଏ? ସେଇ ଜାଗାରେ ଗୋଟେ ମୋତେ ଜଣେ କାରିଗର ମୋତେ କହିଥିଲେ, ସତ ନା ମିଛ ମୁଁ ଜାଣିନାହିଁ, ଜଣେ କାରିଗର ମୋତେ କହିଲେ ଯେ ଯେହେତୁ ଗୋଟେ ଜାଗାରେ ଗୋଟେ ଭଲ ମନ୍ଦିରଟେ ତିଆରି ପ୍ରସ୍ତୁତ କରାଯାଉଛି, ଯେମିତି ଗୋଟେ ଲୋକର ଆଖିଟା ସବୁବେଳେ ଆଗ ସେ ଖରାପ ଜାଗାକୁ ପଳେଇବ, ତେଣୁ ତାର ମାଇଣ୍ଡଟା ସେଠି ପଳେଇବ, ତେଣୁ ସେ ଏତେ ସୁନ୍ଦର ମୂର୍ତ୍ତି ଏ ଯେଉଁ ମନ୍ଦିରଟାକୁ ଆଖ୍ୟା କରିବ ନାହିଁ। ଠିକ୍ ସେଇଭଳି ଭାବରେ ଯେତେବେଳେ ସୋସିଆଲ ମିଡ଼ିଆ ବର୍ତ୍ତମାନ, ଆଗରୁ ଗୋଟେ ଟାଇମ୍ ଥିଲା ଯେତେବେଳେ ମେନଷ୍ଟ୍ରିମ୍ ମିଡ଼ିଆ ଯେଉଁମାନେ ସବୁ ଥିଲେ, ଇଲେକ୍ଟ୍ରୋନିକ୍ସ ମିଡ଼ିଆ ଯେଉଁମାନେ ଥିଲେ, ପ୍ରିଣ୍ଟ ମିଡ଼ିଆ ଯେଉଁମାନେ ସବୁ ଥିଲେ, ସେମାନେ କ'ଣ କରୁଥିଲେ? ତାଙ୍କର ମନମାନି କରିକି ତାଙ୍କର ବିଜନେସଟାକୁ କରୁଥିଲେ। ସେମାନେ ଯାହାକୁ ଯେଉଁ ଜିନିଷଟାକୁ ଚାହୁଁଥିଲେ ସେତିକି ଜିନିଷ ଲୋକ ଜାଣୁଥିଲେ। କିନ୍ତୁ ଏ ଯେଉଁ ସୋସିଆଲ ମିଡ଼ିଆ ଯେତେବେଳେ ଆସିଯିବା ପରେ ତାଙ୍କ ମିଡ଼ିଆକୁ ଆଉ କି ଅପଡେଟ୍ ସେମାନେ ନୁହନ୍ତି, ଦେଖାଉନାହାନ୍ତି, ଏବଂ ତାଙ୍କର ଧୀରେ 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 ତାଙ୍କର ବିଜନେସ୍ କମିବାକୁ ଲାଗିଲା। ଧୀରେ 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 ତାଙ୍କ ପାଖକୁ ଲୋକମାନେ ମାନେ ମନ ଫେରେଇଲେ। ଆପଣ ଗୋଟେ ସୋସିଆଲ ମିଡ଼ିଆକୁ ଯାଆନ୍ତୁ, ଗୋଟେ ସୋସିଆଲ ମିଡ଼ିଆରେ ଲେଖିବେ ଅମୁକ ଜାଗାରେ ଅମୁକ ଲୋକ 500 ଗାଈଙ୍କୁ ସେବା କରୁଛି, 500 ଗାଈଙ୍କୁ ମାନେ ଖାଦ୍ୟ ଦେଉଛି, 500 ଗାଈଙ୍କର ଏମିତି ସବୁ ଦେହ ଖରାପ ହେଇଛି, ତାଙ୍କୁ ସବୁ ୟା କରୁଛି ତା କରୁଛି, ଗୋଟେ ଷ୍ଟୋରିଟେ ତିଆରି କରିବେ। ତାର ଭ୍ୟୁ 1K ହବ କି ନାହିଁ ଜଗନ୍ନାଥ ହିଁ ଜାଣନ୍ତି। କିନ୍ତୁ ଆପଣ ସେଇଟା ଭିତରେ ଥିବ, ସେଇ ଗାଈ କଥାଟା ଉପରେ ଲେଖିବେ, ଖାଲି ଗୋଟେ ଗୋଟେ ଖରାପ କରି ଗୋଟେ ଥମ୍ବନେଲଟେ ଲେଖିବେ ଲଭ୍, ସେକ୍ସ ଆଉ ଧୋକା, ତା ପରଦିନ ଆପଣ ମିଲିୟନ ହେବେ। ଏଇଟା ହେଉଛି ବର୍ତ୍ତମାନର ଲୋକମାନଙ୍କର ଟେଣ୍ଡେନ୍ସି। ଯଦି ଆପଣ କହିବେ ଯେଉଁ କାରଣରୁ ବର୍ତ୍ତମାନ ଦେଖିଲେ, ଯେଉଁମାନେ ବଡ଼ ବଡ଼ ଯେଉଁ ମେନଷ୍ଟ୍ରିମ୍ ମିଡ଼ିଆ ଯେଉଁମାନେ ସବୁ ଅଛନ୍ତି, ଯେଉଁମାନେ ବଡ଼ ବଡ଼ ଅଛନ୍ତି, ସେମାନେ ଦେଖିଲେ ଆରେ ଆମକୁ ସବୁ ଟପିବାକୁ ବସିଲେଣି କେଉଁମାନେ ନା ଏ ଯେଉଁ ମୋବାଇଲ ମିଡ଼ିଆ ମାନେ ସବୁ ବାହାରିଛନ୍ତି, ସୋସିଆଲ ମିଡ଼ିଆ ଯେଉଁମାନେ ବାହାରିଛନ୍ତି, ଯେଉଁ ଛୋଟ ଛୋଟ ମିଡ଼ିଆ ହାଉସ୍ ଯେଉଁମାନେ ସବୁ ନିଜେ ଘରେ ମିଡ଼ିଆ ହାଉସ୍ଟାକୁ ଚଲାଉଛନ୍ତି, ଯେଉଁ 2 ଜଣ 3 ଜଣ କି 5 ଜଣ ଭିତରେ ସେମାନେ ଟପିବାକୁ ବସନ୍ତି। ତେଣୁ ସିଏ ବି କଣ୍ଟେଷ୍ଟରେ ବର୍ତ୍ତମାନ ଲାଗି ପଡ଼ିଲେ। ତେଣୁ ଆମେ କାହାକୁ ଦୋଷ ଦେଇପାରିବାନି, ଆମେ ଗୋଟିଏ ଜିନିଷକୁ ଦୋଷ ଦେବା, ଆମର ସୋସାଇଟିର ମାନସିକତାରେ ପରିବର୍ତ୍ତନ ହେବା ଦରକାର, ଏବଂ ଆମେ ଯେଉଁ ଘର କଳିକୁ କୌଣସି ପ୍ରକାର ଭାବରେ ସୋସିଆଲ ମିଡ଼ିଆରେ ପହଞ୍ଚାଇବା ଉଚିତ ନୁହେଁ। ଦେଖନ୍ତୁ, ମୋର ଦୀର୍ଘ ଦିନ ଧରି ମୁଁ ଫ୍ୟାମିଲି ମ୍ୟାଟର ଗୁଡ଼ାକ କରୁଛି, ଦୀର୍ଘ ବର୍ଷ ଧରି ମୋ ଜୀବନ ଭିତରେ ମୁଁ ଯାହା ଦେଖିଛି, ମୋର ଏକ୍ସପିରିଏନ୍ସ କହୁଛି, ଏମାନେ ଆଉ ମିଶିବେ ନାହିଁ। କାହିଁକି
ନା ଯଦି ଏଇଟା ସୋସିଆଲ ମିଡ଼ିଆରେ ଆଲୋଚନା ପର୍ଯ୍ୟାଲୋଚନା ହେଇନଥାନ୍ତା, କଥାଟା ଯଦି ଲୋକଲୋଚନକୁ ଆସିନଥାନ୍ତା, ତାଙ୍କର ମିଶିବାର 99.9 ସ୍କୋପ ଥିଲା। କିନ୍ତୁ ଏଇଟା ଯେତେବେଳେ ସୋସିଆଲ ମିଡ଼ିଆ ମାଧ୍ୟମରେ ବର୍ତ୍ତମାନ ଏଟା ପବ୍ଲିସିଟି ହେଇଯିବା ଦ୍ୱାରା ଯେଉଁ ଗୁଲୁଆ ଯେଉଁ ପ୍ରକାର ଭାବରେ ସାମାଜିକ ପ୍ରତିଷ୍ଠା ପାଉଥିଲେ, ଯେଉଁ ପ୍ରକାର ଭାବରେ ସମ୍ମାନ ପାଉଥିଲେ ସମାଜରେ, ଏବଂ ତାଙ୍କର ଲୋକମାନେ ଭିଡ଼ିଓ ଯେଉଁ ଭଳିଆ ଦେଖୁଥିଲେ, ସେଭଳିଆ ଆଉ ଦେଖିବେ ନାହିଁ। କମ୍ ସେ କମ୍ 2 ବର୍ଷ 3 ବର୍ଷ ପର୍ଯ୍ୟନ୍ତ, ଲୋକମାନେ ଭୁଲିବା ପର୍ଯ୍ୟନ୍ତ ଯଦି ଆପଣ କହିବେ, ପ୍ରଥମ ଜିନିଷ। ଦ୍ୱିତୀୟ ଜିନିଷ ହେଉଛି, ଶୁଣନ୍ତୁ, ଗୋଟେ ମନଟା ବାଲିଘର ନୁହେଁ, ମନଟା ବାଲିଘର ନୁହେଁ, ମନଟା ହେଉଛି ଗୋଟେ କାଚ ଘର ଭଳି ସଦୃଶ। ୱାନ୍ସ ଗୋଟେ ଥର ମନଟା ଯଦି ଭାଙ୍ଗିଗଲା, ମନଟା ଯଦି ଭାଙ୍ଗିଗଲା, ମାନ ସମ୍ମାନ ଇଜ୍ଜତ ମହତ ପରିଚୟ ଦାଣ୍ଡରେ ପଡ଼ିକି ହାଟରେ ନିଲାମ ହେଇଗଲା। ତାପରେ ଆପଣ ଭାବିପାରୁଛନ୍ତି ଆଉ ଏଇଟା ରିୟୁନିୟନ ହେବାର ଚାନ୍ସେସ୍ ଅଛି? ତେଣୁ ଯଦି ଏଇଟା ସୋସିଆଲ ମିଡ଼ିଆ ମାଧ୍ୟମରେ ଆଲୋଚନା ପର୍ଯ୍ୟାଲୋଚନା ହେଇନଥାନ୍ତା, ତାହେଲେ 99.9 ହୋପ୍ ଥିଲା ସେମାନେ ଯୋଡ଼ି ହେଇକି ପୁଣି ରିୟୁନିୟନ ହେଇକି ରହିବାର। କିନ୍ତୁ ଯେତେବେଳେ ଏଟା ସୋସିଆଲ ମିଡ଼ିଆରେ ଆଲୋଚନା ପର୍ଯ୍ୟାଲୋଚନା ହେଇକି ତାଙ୍କର ଉଭୟଙ୍କ କଥା ଘର ଘରର ବର୍ତ୍ତମାନ ଘର ଘର କି କାହାଣୀ, ତେଣୁ ସେଇ ଏକ୍ଜାକ୍ଟଲି ତାର ଓଲଟେଇ ଦେବେ। 99.9 ମିଶିବାର ଆଉ କୌଣସି ପ୍ରକାର ଚାନ୍ସେସ୍ ନାହିଁ।